ହ୍ୟାଲୋ, କହୁନ। ଝିଅ, କାହାକୁ କିଛି ନ ଜଣେଇ କଣ ପଳେଇ ଯାଇଛୁ? କଣ କହିବି ମୋ ସ୍ୱାମୀଙ୍କ କଥା, ସେ ତ ତାଙ୍କ ମା ବୁଦ୍ଧିଆ। ସବୁ ଯାକ ଟଙ୍କା ଗୁଡାକ ତାଙ୍କ ମାଙ୍କ ଆକାଉଣ୍ଟକୁ ପଠେଇ ଦଉଛନ୍ତି। ଶାଢୀ ଫାଟି ଯାଇଛି କହିଲା ବେଳକୁ କହୁଛନ୍ତି ନା ପ୍ୟାଚ୍ ପକେଇଦେ। ମୁଁ କଣ ମଣିଷ ନା ସାଇକେଲ ଟ୍ୟୁବ? ତ ନଣନ୍ଦ କଣ କହିବି ସେ ପୋଡା ମୁଇଁ କଥା। ସବୁ ପାଉଡର କ୍ରିମ ମୋର ନେଇ ମୁହଁରେ ପୁଳା ଲେଖା ବୋଳି ହେଇ ରିଲ କରୁଛନ୍ତି। ଆଉ ତୋ ଦିଅର କହିବି ତାଙ୍କ କଥା, ସେ ତ 80 ବର୍ଷର ବୁଢା। ଆଳୁ କାହିଁ ସିଝିନି, ତରକାରୀ କାହିଁ ଲୁଣିଆ ହେଇଛି, ଯେତେ ଭଲ କରିକି ଦେଲେ ବି ସବୁଥିରେ ବାରୁଛନ୍ତି। ଦେଖିବିନି ତା ମାଇପ ଆସିଲେ କେତେ ଭଲ କରି ରୋଷେଇ କରି ଦବ। ଆଳୁ ବାଇଗଣ କଦଳୀ, ତା ମାଇପ ଆଇଲେ ଯିବ ବଦଳି। ଆଉ ତୋ ଶାଶୁ, ସେ ବୁଢୀ କଥା କଣ କହିବି, ସେ ତ ଅସଲ, ସବୁବେଳେ ମୋ ପଛରେ ଲାଗିଥାଏ। କି ଇଚ୍ଛା କଥା ହଉଛି ଏଗୁଡାକ ଫୁଟଣ ନ ପକେଇକି ତେଲ କଡେଇରେ ତାକୁ ପକେଇ ଦବା ପାଇଁ। ହ୍ୟାଲୋ 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 ହ୍ୟାଲୋ। ବୋଉ ଲାଇନ ରେ କିଏ ଅଛି? ହାଲ ହାଲ ହଉଛି। ତୋ ଶାଶୁ ବା ଲାଇନ ରେ ଅଛନ୍ତି। ଭଲ ମଣିଷ। ହ୍ୟାଲୋ ସମୁଦୁଣୀ, ଝିଅ କଣ କହିଦେଇଛି ତା କଥା ତମେ ଧରିବନି। ଖାଲି ଘରକୁ ଆସୁ ତେଲ କଡ଼େଇରେ ପକେଇଦେବି।